ନବୀନ ବାବୁ ହାରିଗଲେ, ଶଙ୍ଖ ବର୍ତ୍ତମାନ ଆଇସିୟୁରେ, କ'ଣ କହିବେ ଏ କଥାକୁ ନେଇ? ଆପଣମାନେ ହରେଇଦେଲେ ନବୀନ ବାବୁଙ୍କୁ, ଟିକେ ଦୁଃଖ ଲାଗିଲାନି? ତମ ଛାତି ଦକଦକ ହେଲାନି? 25 ବର୍ଷ ଧରି 24 ବର୍ଷ ଧରି ଓଡ଼ିଶାରେ ରାଜୁତି କରିଥିବା ନବୀନ ବାବୁ ତାଙ୍କୁ ଘରେ ବସେଇଦେଲ। ଲାଷ୍ଟକୁ ଦେଖ ତାଙ୍କ ସିଏମ୍ ନିବାସରୁ ପୋଲିସକୁ ହଟେଇଦେଲେ, ତାଙ୍କର ଯେତିକି ସୁରକ୍ଷା କର୍ମୀ ଥିଲା ଅଧା ଉଠେଇ ସାରିଲେଣି। ତା ଘର ଚାରିପଟେ ଯେଉଁ ମାନେ ଥାଏ 144 ଲାଗୁଥିଲା ସେତିକି ଉଠେଇଦେଲେ। ଦୁଃଖ ଲାଗୁନି? ନବୀନ ବାବୁ ଏମିତି ଗୋଟେ ମୁଖ୍ୟମନ୍ତ୍ରୀ, ନିଜେ ଗୋଟେ ମାନେ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ ତିଆରି କଲେନି, ନିଜ ବାସଭବନରେ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ ନିଜେ ଚଲେଇଲେ, କୌଣସି ଭଡ଼ା ଦେବାର ନାହିଁ କି ରାଜ୍ୟରୁ ଅର୍ଥ ମଧ୍ୟ ଏକ୍ସଟ୍ରା ଖର୍ଚ୍ଚ ହେଲାନି। ଏବେ ଦେଖୁନା ନୂଆ ଯେଉଁ ମୁଖ୍ୟମନ୍ତ୍ରୀ ଆସିଛନ୍ତି, ନିଜ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ ପାଇଁ ନୂଆ ଘର ତିଆରି ହେଇପାରେ ଯାହା ଲାଗୁଛି। ଆପଣ କ'ଣ କହିବେ? ନବୀନ ବାବୁ କାହିଁକି ହରେଇଲେ? ଲୋକ ଏତେ କାନ୍ଦୁଛନ୍ତି। ଚାହିଁଲେ ପରିବର୍ତ୍ତନ କରିବାକୁ କରିଦେଲେ। ଆଉ ନବୀନ ବାବୁ କ'ଣ ଭଲ ସରକାର ନଥିଲେ? ଭଲ ସରକାର ଥିଲେ, ଲୋକ ଚାହିଁଲେ ପରିବର୍ତ୍ତନ କରିବାକୁ କରିଦେଲେ। ଆଉ ଆପଣ କ'ଣ ଚାହିଁଲେ? ଆମେ କ'ଣ ଆଜ୍ଞା କରିବୁ? ଆପଣ ଚାହିଁଥିଲେ ପରିବର୍ତ୍ତନ? କିଛି ନାହିଁ, ଆପଣ ସବୁ ସରକାର ଆମର ଭଲ। ସବୁ ସରକାର ଭଲ, ତଥାପି କୋଉଠି ନା କୋଉଠି ତ ଭୁଲ ହେଇଗଲା। କେଉଁଠି କ'ଣ ଭୁଲ ହେଇଗଲା? ଲୋକ ଆପଣ କାହାକୁ ଭଲ ପାଆନ୍ତି? ବିଜେଡି, ବିଜେପି, କଂଗ୍ରେସ? ଆମେ ଆଜ୍ଞା ସରକାର ଆମର ଯିଏ ଆସିଲା ଆମର ଆଜ୍ଞା ଆପଣ କାହାକୁ ବେଶୀ ଭଲ ପାଆନ୍ତି, ବିଜେଡି ନା ବିଜେପି? ସମସ୍ତଙ୍କୁ ଭଲ ପାଉ। ଆମେ ସାଧାରଣ ଲୋକ, ଆମେ ସମସ୍ତଙ୍କୁ ଭଲ। ତମ ଆଙ୍ଗୁଠି ଦେଖାଇ ଭୋଟ ଅଛି? ହଁ, ଭୋଟ ଅଛି, ଏଇଠି ଚିହ୍ନ ଅଛି। ଆଉ ଘର କୋଉ ଏରିଆ? ଏଇ ସଦର ଛତିଆ ଆଜ୍ଞା। ଛତିଆ। ହଉ, ଭାଇନା ଯେତେବେଳେ ଆସିଥିଲେ ଏ କଥା ସବୁ କହିଲେ, ଭାରି ଦୁଃଖ ଲାଗୁଛି ଯେ ବିଜେଡି ଚାହୁଁଥିଲେ ଜିତେଇବା ପାଇଁ, କିନ୍ତୁ ବିଜେଡି ହାରିଗଲା। ଯଦି ବିଜେଡି ହାରିଗଲା ଆଉ କ'ଣ କରିବ? ଆଉ କ'ଣ ଇଏ କରିବ? ଯାହା ତ ହେଲା ହେଲା, ଲୋକ ତ କରିସାରିଲେଣି। ଆଉ ଭୁଲ କହୁଛନ୍ତି ଲୋକମାନେ, ଭୁଲ ତ ଆମେ କରିଦେଇଛୁ। ଆଉ ଯଦି କରିଦେଇଛୁ ଆଉ କ'ଣ କରାଯାଇପାରିବ? ଏ କଥା ମୁଁ କହୁନି, ଲୋକ କହୁଛନ୍ତି। ତେବେ ଆଉ ଜଣେ ଭାଇନା ଅଛନ୍ତି ଏଇଠି। ମଉସା ଟିକେ ଇଆଡ଼େ ଆସ। ଆପଣ କେଉଁ ଏରିଆକୁ ଘର କେଉଁଠି, ଯାଉଛନ୍ତି କୁଆଡ଼େ? କ'ଣ ହେଇଛି? ଏଇ ଗୋଟେ କୋଶ୍ଚିନ୍ ଯେ ନବୀନ ବାବୁ ବର୍ତ୍ତମାନ ମାନେ ଶଙ୍ଖ ବର୍ତ୍ତମାନ ଆଇସିୟୁରେ, ବିଜେପି ବର୍ତ୍ତମାନ ଖେଳୁଛି, ଆପଣଙ୍କ ମନ କେଉଁଠି? ଖେଳୁଛି, ଓଡ଼ିଶାରେ ଖେଳୁନି? ବିଜେପିର ମୁଖ୍ୟମନ୍ତ୍ରୀ ଆସିଗଲା, କ'ଣ କହିବେ ଆକୁ ନେଇକି? ଏଇଠି କ୍ୟାମେରା କହୁନି, ଏଠି କ'ଣ କ'ଣ ଆଉ କହିବା କୁହନ୍ତୁ? ଆପଣଙ୍କୁ ଭଲ ଲାଗୁଛି? କେମିତି ଭଲ ଲାଗିବ? ବିଜେପି ସବୁ ବିଜେଡ଼ି ସବୁ କରିଥିଲା, ଏଇ ସବୁ ବିଜେଡ଼ି ସବୁ କରିଛି। ବିଜେଡି ସବୁ କରିଛି? ଆଉ ବିଜେଡି ସବୁ କରିଛି, ବିଜେପି କ'ଣ କରିଛି? ବିଜେପି ତ ଆସିଲା, ଲୋକ ପରିବର୍ତ୍ତନ ଚାହିଁଲେ। ଲୋକ ପରିବର୍ତ୍ତନ ଚାହିଁଲେ ବିଜେପି କଲେ ତ ଆମେ ଜାଣିବୁ। କିଛି କଲେ କରି ଦେଖେଇଲେ ତ ଆମେ ଉପକାର ପାଇଲେ ତ ଆମେ କହିବୁ। ଉପକାର ପାଇନାହାନ୍ତି? ଉପକାର ଏବେ ତ ଆସିଲା ଗଭର୍ଣ୍ଣମେଣ୍ଟ। ଆପଣ ଖୁସି କି ନା? ବିଜେପି ଆସିଛି ତ ଆମେ ଖୁସି, କିନ୍ତୁ କିଛି କାମ କଲେ ଆମେ ଖୁସି ହେବୁ ନା। ଆଉ ଆଚ୍ଛା, ବର୍ତ୍ତମାନ ଆପଣ କାହାକୁ ଭଲ ପାଉଛନ୍ତି? ବିଜେଡିକୁ ବିଜେଡ଼ି ଭଲ ପାଇଛୁ ଯେହେତୁ ସେ କିଛି କାମ କରିଛି। ବିଜେପି ଏବେ ଆସିଲା, ତାର କ'ଣ କରିବା କ'ଣ ନ କରିବା? ପରିବର୍ତ୍ତନରେ ସାମିଲ ହେଇଥିଲେ ନା ହେଇନଥିଲେ? ହେଇଥିଲେ ବିଜେପିକୁ ଦେଇଥିଲେ? ହଁ ହଁ। ତାମାନେ ବିଜେଡି ଏମିତି କୋଉଠି କ'ଣ ଭୁଲ କଲା ଯାହା ଫଳରେ ଆପଣ ବିଜେଡି ଭୋଟ ଦେଲେ? ଭୁଲ ନାହିଁ, ଯେଉଁ ପାଣ୍ଡିଆନ କିଛି ଇଏ କାମ କରିବାରୁ ଆମେ ବିଜେପିରେ ଦେଲୁ। ଆପଣ ହେଲେ ବ୍ରାଣ୍ଡ ବିଜେଡି, ହଠାତ୍ ବଦଳିଗଲେ? ହଠାତ୍ ବଦଳିନୁ, ଗୋଟେ ବିଜେଡ଼ିରେ ଦେଲୁ, ଗୋଟେ ବିଜେପିରେ ଦେଲୁ। ବିଜେଡି ଭୋଟଟା କୋଉଟା ଦେଲେ, ଏମପି ନା ଏମଏଲଏ? ଏଇ ଆଗଟା ଏମଏଲଏ, ଆଗଟା ସଭା ଆଗଟା ଯୋଉଟା ଭୋଟ ହେଲା ଲୋକସଭା। ଆଉ ଲୋକସଭା ଦେଲେ ବିଜେପି, ଆଉ ବିଜେଡି ଦେଲେ ଏମଏଲଏ। ଏମଏଲଏ ଆପଣଙ୍କର ବିଜେଡି ନା ବିଜେପିର? ଏଇଟା କିଏ ମୁଁ ଜାଣିନି, ଆମର ଏରିଆ ପାଟକୁରା। ମାନେ ଏଠି ଆମେ କେନ୍ଦ୍ରାପଡ଼ାବାସୀ ବେଶୀ ଆସିଛନ୍ତି। ତେବେ ଅଂଶୁମାନ ବାବୁଙ୍କୁ ନ ଦେଇକି, ଅଂଶୁମାନ ବାବୁ ତ ହାରିଗଲେ, ବୈଜନ୍ତ ବାବୁ ଦେଇଦେଲେ। ବିଜୟ ମହାପାତ୍ର ପୁଅ ଜିତିଲା। ଆପଣ ଯାଉଛନ୍ତି ବର୍ତ୍ତମାନ କୁଆଡ଼େ? ମଙ୍ଗଳପୁର ଯାଉଛି। ମଙ୍ଗଳପୁର ଝିଆରୀ ଘର ପିପିଲି ଦାଣ୍ଡ ମୁକୁନ୍ଦପୁର। ସେଇଠି ତାଙ୍କ ଘରକୁ ନେଉଛି ଛାଡ଼ିବାକୁ, ନାତୁଣୀ ନେଉଛି ଛାଡ଼ିବାକୁ। ନାତୁଣୀ ନେଇ ଛାଡ଼ୁଛ? ଝିଅକୁ କେତେ ଦୂରରେ ବାହାର କରିଦେଲ? ଝିଆରୀକୁ ଏତେ ଦୂରରେ ବାହାର କରିଦେଲ? ସିଆଡ଼େ ହେଇଛି, ଗୋ ଉପରେ ହେଇଛି, ଯୁଆଡ଼େ ଯାହାର ଯୋଗ ଥିଲା ତା ହେଇଛି। କେନ୍ଦ୍ରାପଡ଼ାରେ ନ ରହି କହିଲ ନାଇଁ ମାମା ତମେ କେନ୍ଦ୍ରାପଡ଼ାରେ ଡାଇରେକ୍ଟ ପିପିଲି ପଠେଇଦେଲ। ହଉ ମା, ଏଇ ଆମ ଓଡ଼ିଶା ଲୋକ। ଆଉ ଆପଣ ଖୁସି ତ? ଖୁସି। କିନ୍ତୁ ଏଇ ଆପଣ ମାନେ ଖୁସି ତ? ଆଉ କହିବାକୁ ଆଉ ନବୀନ ବାବୁ ଆସିବେନି କେବେ? ସେ ସବୁବେଳେ ପାଇଁ ଘରେ ବସିବେ। ଆଉ କ'ଣ ତମେ ତାଙ୍କୁ ସିନା ଆଣିଥିଲେ, ସେ ଆଗରେ ବସି କହିଥାନ୍ତେ, ଆଉ ତ ଡାକିଲାନି। ଆମେ ଚେଷ୍ଟା କଲୁ, କିନ୍ତୁ ସେମାନଙ୍କର ଦଳ ତାଙ୍କୁ ଇଏ କଲା। ଆଉ ଛାଡ଼, ଏଇ ମାନେ କିଛି ନା କିଛି ପାଣ୍ଡିଆନ ବାବୁ ଯେଉଁ କଥା କହିଲେ ଭୁଲ। ଆଚ୍ଛା ଦିଦି, ଗୋଟେ ଛୋଟିଆ କଥା, ନବୀନ ବାବୁ ବର୍ତ୍ତମାନ ଘରେ ବସିଲେ, ଶଙ୍ଖ ବର୍ତ୍ତମାନ ଆଇସିୟୁରେ, ବିଜେପି ବର୍ତ୍ତମାନ ଓଡ଼ିଶାରେ ରାଜୁତି କଲାଣି। ତେବେ ଆକୁ ନେଇକି ଦିଦି ଆପଣଙ୍କ ମତ କ'ଣ? ଆପଣଙ୍କୁ କ'ଣ ଭଲ ଲାଗୁଛି ନବୀନ ବାବୁ ଘରେ ବସିଗଲେ? କୁହନ୍ତୁ, ଆପଣଙ୍କ ଭାବନାଟା ପ୍ରକାଶ ଠିକ୍ ନେଲେ ନା ଆଉ ଆଚ୍ଛା, ହଉ, ଆମେ ବୁଲି ବୁଲି ଯିବା। କଟ୍।